ହେଇଗଲେ ରଘୁନାଥ ମହାପ୍ରଭୁ। ଟୋକାଳିଆ ବାବାଜୁରା କହିଲେ ପ୍ରଭୁ ସୀତା ହରଣ ଦିନ ଆମେ ଜାଣିଲୁ ରାବଣ ମରିବ, କିନ୍ତୁ ରାବଣର ବଡ ପୁଅ ଇନ୍ଦ୍ରଜିତ ସିଏ ମରିବ ବୋଲି ଆମର ଆଶା ବିଶ୍ୱାସ ରଖିଲା। ଦିନ ଜାନକୀକୁ ହରିଲା ପ୍ରଭୁ ଯୋଉଦିନ ଜାନକୀ ହରଣ କଲା ରାବଣ, ଆମେ ସେଇଟା ସ୍ଥିର ନିଶ୍ଚିତ ହେଇଥିଲୁ ପୁଅଟା ପରେ ନା କହୁଥିଲା ସୀତା ହରଣ ରାବଣ। ବାସ୍ତବ କଥା ଯୋଉଦିନ ସୀତା ହରଣ କଲା ରାବଣ, ଆମେ ସମସ୍ତେ ଜାଣିଗଲୁ ରାବଣର ଆଉ ମୁକ୍ତି ନାହିଁ, ରାବଣ ଆଉ ବଞ୍ଚିବ ନାହିଁ, ରାବଣ ମରିବ। ଏଇଟା ବଡ କଥା ନୁହଁ ପ୍ରଭୁ, ଆପଣ ରାବଣକୁ ମାରି ନାହାନ୍ତି, କିଏ ମାରିଲା? ତାରି କର୍ମ ହିଁ ତାକୁ ମାରିଲା। ଯଦି ଜାନକୀ ହରଣ ରାବଣ ନ କରିଥାନ୍ତା ଆପଣ କଣ ରାବଣକୁ ମାରିଥାନ୍ତେ କି? ଠାକୁରଙ୍କ ମୋହ ଯାହେଲେ କ୍ଷତ୍ରିୟ ପିଲା, ରାମ ଠାକୁର କ୍ଷତ୍ରିୟ ପିଲା, କ୍ଷତ୍ରିୟର ଭୂଷଣ ହଉଛି ଆଜ୍ଞା ଅହଙ୍କାର, ଅହଙ୍କାର ହେଲା କ୍ଷତ୍ରିୟର ଭୂଷଣ। ଆଜ୍ଞା ବାସ୍ତବ କଥା କଣ, ତଳେ ଏଇଟା ଧର କ୍ଷତ୍ରିୟ ଗାଁ, ଆଉ ଗୋଟେବେଳେ କ୍ଷତ୍ରିୟ ଆସିବେ ସେଇ ମୁଣ୍ଡରେ ବାଜା ବଜେଇକି ଖଣ୍ଡା ଖେଳ ଆରମ୍ଭ କରିବେ, ଇଏ ଆଜ୍ଞା ଆଙ୍କ ଦେହଟା ଖାଲି ଉଲୁସିବ। ଆଜ୍ଞା ବାସ୍ତବ କଥା କହିଲା ଭୁଲ କହିଲା ଠିକ କହିଲା, କ୍ଷତ୍ରିୟର ଭୂଷଣ ହେଲା ଅହଙ୍କାର। ରାମ ଠାକୁର ଟିକେ ଅଭିମାନ କଲେ, କହିଲେ ତାହେଲେ ରାବଣ ତା ମନେ ମନେ ଗଲା ଆଜ୍ଞା ରାବଣ ସୀତା ଚୋରି ନ କରିଥିଲେ ଆପଣ ତାକୁ ମାରି ପାରିନଥାନ୍ତେ। ଆଉ କଣ ନା ପ୍ରଭୁ ରାବଣ ତ ଗଲା ଗଲା, ଗୋଟେ ଅସମ୍ଭବ କାମ ସମ୍ଭବ ହେଇଛି, ସେଇଥିପାଇଁ ଆମେ ଆସିଛୁ। କଣ ଅସମ୍ଭବ? ନା ରାବଣ ଦୋଷ କଲା ମଲା, ଆଉ ଜଣେ ଦୋଷ କରିନାହାନ୍ତି ମଲେ। ନା କିଏ? ନା ରାବଣ କଣ 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 ବାଳି ରାମାୟଣ ଯୁଦ୍ଧରେ ଥିଲା, ରାମାୟଣ ଯୁଦ୍ଧରେ ବାଳି ଥିଲା। ସେ ରାମାୟଣ ଯୁଦ୍ଧ କଥା ପଡିଛି, ରାବଣ ବଂଶ କଥା ପଡିଛି। ରାବଣ ବଂଶରେ ଦୋଷ ନ କରିକି ଟିକେ ଭଲ କି ଆଗ ବୁଝୁ, ପ୍ରଶ୍ନଟାକୁ ବୁଝିବୁ ତାପରେ ଉତ୍ତର ଲେଖିବୁ, ନହେଲେ ପଢିଥବ ପ୍ରଭୁ ମାଥମେଟିକ୍ସ କୁ ଇଂଲିଶ ଉତ୍ତର ଦେଇଦବୁ। ବାବାରେ ଟିକେ ଧୈର୍ଯ୍ୟ ଧର। ବାବାରେ ମୁନି ଋଷି ମାନେ କହିଲେ ପ୍ରଭୁ ରାବଣର ଜ୍ୟେଷ୍ଠ ସୁତ ନାମ ଯାର ଇନ୍ଦ୍ରଜିତ, ଧନ ଓଡିଶୀ କୀର୍ତ୍ତନ ଟିକେ ବାଗେଇକି ରାବଣର ଜ୍ୟେଷ୍ଠ ସୁତ ନାମ ଯାର ଇନ୍ଦ୍ରଜିତ, Oh
ପ୍ରଭୁ ସୀତା ହରଣ ଦିନ ଆମେ ଜାଣିଲୁ ରାବଣ ମରିବ କିନ୍ତୁ ରାବଣର ବଡ ପୁଅ ଇନ୍ଦ୍ରଜିତ ସିଏ ମରିବ ବୋଲି ଆମର ଆଶା ବିଶ୍ୱାସ ରଖିଲା। ରାମ ଠାକୁର କହିଲେ କାହିଁ ଇନ୍ଦ୍ରଜିତ ମେଘନାଦ କାହିଁକି ମରିବନି? କାହିଁକି ରାବଣର ସବଂଶ ବୋଲେ ସେ କାହିଁ ମରିବନି? ନା ପ୍ରଭୁ ଶୁଣ ହେ ରଘୁପତି ବିଶେଷ କାରଣ ଅଛି। ଏ ବେଦପତି ଦେଇଥିଲେ ଇନ୍ଦ୍ରଜିତ ଦେବର 500 ବର୍ଷ କାଳ ନିଦ୍ରା ମୈଥୁନ ଆହାର 500 ବର୍ଷ କାଳ ନିଦ୍ରା ମୈଥୁନ ଆହାର ତ୍ୟାଗ କରିଥିବ ଯିଏ କାଟିବ ତା ଶିର ହେ ହରଣ ହେଲା ରାବଣ ମରିବ କିନ୍ତୁ ଇନ୍ଦ୍ରଜିତ ତା ନିଜ ପାଇଁ ବ୍ରହ୍ମାଙ୍କଟ ଯୋଉ ବରଟା ନେଇଥିଲା 12 ବର୍ଷ କାଳ 12 ବର୍ଷ କାଳ ଯେ ଆହାର କରିନଥିବ ନା ଖାଦ୍ୟ ଗ୍ରହଣ କରିନଥିବ 12 ବର୍ଷ କାଳ ଯେ ନିଦ୍ରା ଯାଇନଥିବ ନା ଶୋଇ ନଥିବ 12 ବର୍ଷ କାଳ 12 ବର୍ଷ କାଳ ଯେ ମୈଥୁନରୁ ଦୂରକୁ ରଖିଥିବ ନିଜକୁ ଦୂରେଇ ରଖିଥିବ ସେଇ କେବଳ ଇନ୍ଦ୍ରଜିତକୁ ମାରିବ। ଏ ଭଳିଆ ଜୀବ ସଂସାରରେ ଅଛି ଅସମ୍ଭବ 12 ବର୍ଷ କାଳ ଖାଇବନି 12 ବର୍ଷ କାଳ ଶୋଇବନି ନାରୀ 12 ବର୍ଷ କାଳ ମୈଥୁନ କ୍ରିୟା କିମ୍ବା ନାରୀ ମୁଖ ଦର୍ଶନ କରିବ। ଆମେ ଭାବିଲୁ ଏ ଇନ୍ଦ୍ରଜିତ ଅମର ହେଇ ରହିବ ଏ ଚମକି ପଡ଼ିଲେ ରାଜିବ